ନା ଦୀନବନ୍ଧୁ ସାହୁ କିଛି ଆମେ ବସିଥିଲେ ଦୁଆର ମୁହଁରେ ବସିଥିଲେ ଆଉ ସେ ଛୁଆଟା ଆସିବ ଧରମକୁ ସେ ଚାହା ବନଉଥିଲା କଣ ହେଲା କଣ ଆବାଜ ହେଲା ସେ ପଛ ପଟରୁ ଆବାଜ ହେଲା ଗୋଟେ ହୁଡ଼ା ଆସି ଦୁଆର ପଡ଼ିଲା କାଲି ଯେତେବେଳେ କିଛି ହେଲା ଏବେ ଉଠିଗଲା ନା ଦେଖିଲା କି ସେ ପୁଅ ଉଠିଗଲା ଉଠିଲା ବେଳକୁ ଦେଖିଲା ଆମରି ଘର ପଶିଗଲା ବାହାରିଲା ଟିକେ ପରେ ବାହାରିଲା କଣ ହେଇଛି ଟୋଟାଲି ବସିଥିଲି ପରା ଖଟର ମୋ ଆଖି ଅପରେସନ୍ ହେଇଛି ତ ମୋ ଖଟର ବସିଥିଲି ସେ ଶୋଇଛନ୍ତି ସେ ଖଟର ଯେ ଶୋଇଛନ୍ତି ଉଠା ସେ ଶୋଇଛନ୍ତି ସେ ଖଟଟା ପରା ହେଇ ଭାଙ୍ଗି ପଡ଼ିଛି ହେଲା କେମିତି ଶୋଇଥିଲ ଯୋଉ ତାପରେ ଦୁଆରକୁ ସେ ପୁଅଟା ଯେଉଁ ଆଇଲା ମୁଁ ଉଠି ଆସିନି ଦୁଆରକୁ ଆସି କହିବା ଟିକେ ଚାହା କର ମୁଁ କାଠ ଦୁଇଟା ଚିରି ଚାଲା ରଖିದ್ದೀನಿ ତାକେ ଇଏ କରିଥିଲି ଆବାଜ ହେଲା ଦିଶ କୁଦୁମ ଝାଡ଼ୁ ଫୁଟି ଯେଉଁ ଗଛ ଭଲ ଫୁଟିଲା ବେଳକୁ ତାପରେ ଘର ଭିତରେ ଗାଡ଼ି ପଶିଗଲା ଆଉ ଆମେ ଦେଖିଲା ବେଳକୁ ଗାଡ଼ି ଆମରି ଘରେ ପଶି କାନ୍ଥ ବାଡ଼ି ଭାଙ୍ଗି ଦେଇଛନ୍ତି ଖଟ ଫଟ କ୍ଷୟକ୍ଷତି କଣ ହେଇଛି ସେଠି ଶିଆଳ ଗୋଟେ ଭାଙ୍ଗି ଯାଇଛି ଆଉ ବାସନ ଚେପା ହେଇଗଲା ସବୁ ଏ ଯୋଉ ଘଟଣା ଘଟିଲା 1000 ଟଙ୍କା ବା ବାବୁ ଦେଇଯାଇଛନ୍ତି ଆପଣଙ୍କର କେତେ କ୍ଷୟକ୍ଷତି କେତେ ହେଇଛି ଖେଳ ତ ବେଶୀ ହେଇଛି ନା ଯେ ସେ ଯୋଉ ଯିଏ ଦୁର୍ଘଟଣା ଘଟାଇଲେ ଯୋଉ ଆପଣଙ୍କ ଘରଟିକୁ ଭାଙ୍ଗି ଦେଇଛନ୍ତି ତାଙ୍କୁ ଆପଣ ଜାଣିଛନ୍ତି ଏନ୍ଏସି ଅଫିସର ମାନେ କୋଉଠିକା ଏନ୍ଏସି ଅଫିସର ଆମେ ଉଦଳା ମାନେ ସେ ଥିଲେ ଗାଡ଼ି ଭିତରେ ଥିଲେ ହଁ ମାନେ ସେ କ'ଣ ନିଶାସକ୍ତ ଥିଲେ ନା କ'ଣ ନିଶା ଖାଇଥିଲେ ମୁଁ ଆଉ କିଛି ଜାଣିଛି ନା ଯେ ପୋଲିସରେ ଆପଣ ଅଭିଯୋଗ ଦେଇଛନ୍ତି ନା ପୋଲିସ ଆସିଥିଲେ କେହି ଆସିନାହାନ୍ତି ଯେ ସିଏ ଏନ୍ଏସି ଅଫିସର କ'ଣ ଆସିଥିଲେ ଏଠି ଘର ପାଖକୁ ଆସିଥିଲେ ଆଉ ଥରେ ଏଇ ଟିକେ ଆଗରୁ ଆସିଥିଲେ ଦେଇ କ'ଣ କହିଲେ ଆମେ ସବୁ ସେ ପୁଅ ବାନ୍ଧୁଥିଲା ମୁଁ ଏଇଠି ବସିथा ଦେଖିକିରି କହିଦେଲେ ମୋ ସହ ଯାହା ତ ହବାର ହେଇଗଲା ଆଉ ମୁଁ ଖର୍ଚ୍ଚ ସବୁ ଦେମି ଆପଣ ମଣିଷ ଡାକି ରିପେୟାର କରିନିଅନ୍ତୁ ମୁଁ ଖର୍ଚ୍ଚ ଦେମି ସବୁ କହିଲେ ଆପଣ ସେ 1000 ଟଙ୍କା ଦେଇଗଲେ ପରେ ହଁ 1000 ଟଙ୍କା ଦେଇଥିଲେ ଆଉ ଯାହା ଖର୍ଚ୍ଚ ହେବ ଦେବେ ଘଟଣା ଗୋଟେ ସିମେଣ୍ଟ ବାଲା ଆସିଥିଲା ଦୌଡ଼ିଲା ସର୍ଟ କରି ନେଇକି ଗୋଟେ ଗାଡ଼ିର ନେଉଥିଲା ସେ ଲୁନା ଗାଡ଼ି ସେଇ ସିମେଣ୍ଟ ବାଲା ନଟପଟ ହେଇଗଲା ହେଇଗଲା ହଁ ତାଙ୍କ ବାଡ଼କଟ ଦେଖିବ ତାଙ୍କ ବାଡ଼କଟ ଚପେଇକି ଗାଡ଼ି ଆଣିଛି ବାଡ଼କଟ ସେ ବାଁ କରି ଯିବା କଥା ସେ ଡାହାଣ କରିବାର ଚପେଇକି ଆଣିଛି ଗାଡ଼ି ଚପେଇକି ଆଣିକି ଆଉ କରିଛି ସେଇଠି ତାପରେ ଦେଖିଲା ଆଉ ଜଣେ ଗାଡ଼ି ପହଞ୍ଚିଲା ତାକୁ ସର୍ଟ କରିବା ନେଇକି ତାକୁ ସର୍ଟ କରାନି ସେ ବାଁକୁ ଫେର କାଟିଲା ବାଁ କାଟିକି ଆଉ ସମ୍ଭାଳି ପାରିଲାନି ଗାଡ଼ି ସ୍ପିଡ୍ ଉପରେ ଅଛି ତ ଧଡ଼ାକ ଧଡ଼ାକ ଶବ୍ଦ କଲା ଚକା ଆବାଜ ହେଇଗଲା ଗୋଟେ ଆଗ ଚକା ଗୋଟେ ପଛ ଦେଇକି କହିଲି ତ ଆଉ ମୁଁ ଆଉ କିଛି କରିନି ବା ବନ୍ଧନକୁ କ୍ୟାବ୍ ଯିବି କାହାକୁ ଶୁଣିବ